তলাটার প্যান্ট নেই পিঁধি করে এই কি অবস্থা দেহরে মলিন বস্ত্র অলঙ্କାର ସବୁ ପଡ଼ିଅଛି ପୀଡ଼ିତ ତ୍ରସ୍ତ ନୟନରୁ ବେଦନାରେ ଝରା ଅଶ୍ରୁ ରତନ କଲଙ୍କ ଛାଡ଼ି ଭୂମି ପରେ କରିଛ ଶୟନ କଣ ହୋଇଛି ରାଣୀ କହ ଜୀବନରେ କହ ଜୀବନରେ ମୁଁ ପରା ତ କିନା ଆରେ ଜୀବନ କହ ଜୀବନରେ ଏ ଜୀବନ ବିନା ରୋଷାଗାରୀ କରିଛ ଶୟନ ଦୟାକରି କୁହ ପ୍ରିୟ ରୋଷର କାରଣ ଦେଖି ଏ ଅବସ୍ଥା ତୁମ ମମ ହୃଦୟରେ ଜାତ ହୁଏ ମମ
महाभ्याता କୁହ କି କାରଣେ ଏ ଦୁର୍ଦ୍ଦଶାକୁ କରିଛ ବରଣ? ତୁମର ମନେ ଅଛି ସମ୍ବରାସୁର ଯୁଦ୍ଧ ବେଳେ ତୁମକୁ ଯୁଦ୍ଧରେ ସାହାଯ୍ୟ କରିଥିଲି ବୋଲି ମୋତେ ଖୁସିରେ ଗୋଟେ ବର ଯାଚିଥିଲ। ଏ କି କଥା କହୁଛ ରାଣୀ? ତୁମରି ପାଇଁ ମୁଁ ସମ୍ବରାସୁରକୁ ଯୁଦ୍ଧେ ଜୟଲାଭ କରିଛି, ଆଉ ଭୁଲିଯିବି? କଦାଚିତ୍ ନୁହେଁ। ଆଉ ଏକ କଥା ସ୍ମରଣ କର, କି କଥା? ତୁମ ବାମପାଦ ଅଙ୍କୁଷ୍ଠିର ଏକ ଦୁରାରୋଗ୍ୟ ପ୍ରେରକୁ ମୁଁ ମୁହଁରେ ଶୋଷି ଆରୋଗ୍ୟ କରିଥିଲି, ଆଉ ସେଇଥିପାଇଁ ମଧ୍ୟ ତୁମେ ଅନ୍ୟ ଏକ ବର ଯାଚିଥିଲ। ହଁ, ମନେ ପଡ଼ିଲା? ହଁ ହଁ ରାଣୀ କୈକେୟୀ, ଗୋଟି ଗୋଟି ହୋଇ ସମସ୍ତ କଥା ମୋର ସ୍ମରଣରେ ଅଛି। ଜୀବନର ଅବିସ୍ମରଣୀୟ ଘଟଣାକୁ ବିସ୍ମରିତ କିପରି? କୁହ, କ'ଣ ଚାହ ତୁମେ? ତୁମେ ଆଗେ ପ୍ରତିଜ୍ଞା କର, ମୁଁ ଯାହା ମାଗିବି ତୁମେ ତତ୍କ୍ଷଣ ଦାନ କରିବ। ପ୍ରତିଜ୍ଞା ତ ମୁଁ ପୂର୍ବରୁ କରି ସାରିଛି ରାଣୀ। ତଥାପି ତମେ ଯଦି କହୁଛ, ମୁଁ ପୁନର୍ବାର ପ୍ରତିଜ୍ଞା କରୁଛି। ସତ୍ୟ 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 ତ୍ରିବାର ସତ୍ୟ। ମୋ ରାଣୀ କୈକେୟୀ ଯାହା ମୋତେ ମାଗିବେ ମୁଁ ଆନନ୍ଦ ମନରେ ତାହା ଦାନ କରିବି। କ'ଣ ତୁମେ ଚାହ? ମୋର ପ୍ରଥମ ବର, ଆସନ୍ତାକାଲି ପ୍ରଭାତରେ ରାମ ଜଟା ବଳକଳ ଧାରଣ କରି 14 ବର୍ଷ ବନବାସ କରିବ। ଆଉ ଦ୍ୱିତୀୟ ବର, ଏ ଅଯୋଧ୍ୟା ରାଜସିଂହାସନରେ ମୋ ପୁତ୍ର ଭରତ ଅଭିଷିକ୍ତ ହେବ। ଏହି ବର ତୁମେ ମୋତେ ପ୍ରଦାନ କର। କୈକେୟୀ, ଏ ତୁମେ କ'ଣ କହୁଛ କୈକେୟୀ? ବରଦାନ ପାଇଁ ତୁମେ ତ୍ରିବାର ସତ୍ୟ କରି ମୋ ପାଶେ ପ୍ରତିଜ୍ଞା କରିଛ, ତେଣୁ ସତ୍ୟ ଭ୍ରଷ୍ଟ ହୁଅ ନାହିଁ। ଏଇ 2 ବର ମୋତେ ଦେବା ପାଇଁ ସମ୍ମତ ହୁଅ। ତୁମେ ତୁମେ କ'ଣ ଛଳନାରେ ମୋ ସହିତ ଛଳନା କରୁଛ କୈକେୟୀ? ନା ନା, ପରିହାସ କରୁନି। ବର ମାଗୁଛି ବର, ତୁମ ପ୍ରତିଜ୍ଞା ତୁମେ ରକ୍ଷା କର। କିନ୍ତୁ କିନ୍ତୁ ନିର୍ବିଚାର ଭାବରେ ଏ ପ୍ରକାର ଲିପ୍ସା ତୁମ ମନରେ ଜାତ ହେଲା କିପରି? ଏଥିରେ ଖ୍ୟାତନାମା ରଘୁବଂଶ ଧ୍ୱଂସ ହୋଇଯିବ। ଭରତ ପାଇଁ ରାଜ୍ୟ ଯଦି ଚାହୁଁଛ, ରାମକୁ କହିଲେ ସେ ଅବିଳମ୍ବେ ଅଯୋଧ୍ୟା ରାଜ୍ୟ ଦାହନ କରିଦେବ। ରାମ ନିର୍ଲୋଭୀ ନିରୀହ, ବିନା ଦୋଷେ ତାକୁ ବନବାସ ପ୍ରେରଣ କରିବା ପାପ କର୍ମ। କଣ ସେ ତୁମର ଅପରାଧ କରିছে? କି ଅପରାଧ? ମୁଁ ରାମର ଗୁଣ କୀର୍ତ୍ତନ ଶୁଣିବାକୁ ଚାହେଁ ନାହିଁ। ମୁଁ କେବଳ ଗୋଟେ କଥା ଜିଜ୍ଞାସା କଲି, ମାଗିଥିବା ତୁମେ ବର ମୋତେ ଦେବ କି ନାହିଁ? ଯଦି ନଦିଅ ତେବେ ମୁଁ ପ୍ରାଣ ତ୍ୟାଗ କରିବି, ଏଥିରେ ସନ୍ଦେହ ନାହିଁ। ଏପରି ଜିଦ୍ ଧରି ବସୁଛ କାହିଁକି କୈକେୟୀ? ଏପରି ପୈଶାଚିକ କୂଟନୀତି କରିବାକୁ ତୁମ ଅନ୍ତର ଚାହିଁଲା କିପରି? ତୁମେ ବି ଜଣେ ଗର୍ଭଧାରିଣୀ ମା। ତୁମ ପୁଅ ଭରତକୁ ଯଦି କୌଶଲ୍ୟ ଅରଣ୍ୟକୁ ପଠାଇବାକୁ ଜିଦ୍ ଧରନ୍ତି, ତେବେ ତୁମ ହୃଦୟ କ'ଣ ସହ୍ୟ କରିପାରିଥାନ୍ତା? ଟିକେ ଚିନ୍ତା କର କୈକେୟୀ। ଏତେ ନିଷ୍ଠୁର, ଏତେ ନିର୍ଦୟ ହୁଅ ନାହିଁ। ତୁମେ ପୁରା ରାମକୁ ଭରତଠୁ ଅଧିକ ସ୍ନେହ କରୁଥିଲ, ଭଲ ପାଉଥିଲ। କ'ଣ ସେ ତୁମର କ୍ଷତି କଲା ଯେ ମୋର ନିରୀହ ସନ୍ତାନକୁ
ଏପରି କଠୋର ଶାସ୍ତି ଦେଉଛ। ରାମ ବିହୁନେ ମୁଁ ଆତ୍ମ ବଞ୍ଚି ପାରିବି ନାହିଁ। ଆତ୍ମ ବଞ୍ଚି ପାରିବି।